ସେଦିନ ପ୍ରତ୍ୟୁଷ ଅଫିସ କେବିନରେ ବସି କାମ କରୁଥାଏ। ହଠାତ୍ ବଡ ପାଟିରେ ହସିବାର ଶୁଣିଲା। କେବିନ ଭିତରୁ ବାହାରି ଦେଖିଲା ଗୋଟେ ସୁନ୍ଦରୀ ଝିଅ ଫୋନରେ କାହା ସହ ହସି ହସି କଥା ହେଉଛି। ପିଲାଳିଆ ଚେହେରା, ଗୋରା ରଙ୍ଗ ଆଉ ବଡ ବଡ ନୀଳ ଆଖି। ଜାଣିଲା ସେ ଅଫିସରେ ନୂଆ ଜଏନ୍ କରିଛି। ଦିନେ ସେ ଘରକୁ ଯିବା ସମୟରେ ଝିଅଟିର ସ୍କୁଟିଟା ଖରାପ ହେଇଗଲା। ପ୍ରତ୍ୟୁଷ ତା ଗାଡିରେ ଲିଫ୍ଟ ନେବା ପାଇଁ କହିଲା। ଝିଅଟି ହଁ ମାରି ଗାଡିରେ ବସିଗଲା। ଆଉ ସେଇଠୁ ଗଡିଲା ପ୍ରତ୍ୟୁଷ ଶିଖାର ପ୍ରେମର ଗାଡି। ଧୀରେ ଧୀରେ ଫ୍ରେଣ୍ଡସିପ, ପରେ ପ୍ରେମ, ଆଉ ତାପରେ ମ୍ୟାରେଜ। ଆଉ ଆଜି ବି ଆମ ପ୍ରେମ ସେମିତି ରହିଛି। କିନ୍ତୁ କିଛି ଦିନ ହେଲା ମୁଁ ମୋ ଅଫିସର କାମରେ ବ୍ୟସ୍ତ ରହିଗଲି। ଶିଖା କିନ୍ତୁ କିଛି କହୁନଥିଲା, କିନ୍ତୁ ମୁଁ ଜାଣିପାରୁଥିଲି ତା ମନ କଥା। ତେଣୁ ଅଫିସରୁ 10 ଦିନ ଛୁଟି ନେଇ କାଶ୍ମୀର ଟ୍ରିପ ପାଇଁ ପ୍ଲାନ୍ କଲି। ଯେତେବେଳେ ଶିଖାକୁ କହିଲି, ତା ଖୁସି କହିଲେ ନ ସରେ। ଟ୍ରିପରେ ଯିବା ସମୟରେ ସେ ଟ୍ରେନର ଝରକା ପାଖରେ ବସି ବାହାର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲା। ମତେ ଦେଖି ଟିକେ ହସିଦେଲା। ମତେ ଏମିତି ଲାଗିଲା 4 ବର୍ଷ ତଳେ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିବା ସେ ନୀଳ ନୟନା ମୋ ସାମ୍ନାରେ ବସିଛି।